ପିଲାମାନେ ପିଲାମାନେ ଆମେ ଆମର ଏଇ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟରେ ପୂର୍ବ ପିରିୟଡ଼ରେ ଆମେ ସଂସ୍କୃତ ବଲ୍ଲରୀ ନବମ ଶ୍ରେଣୀର ତାର ଗଦ୍ୟ ବିଭାଗର ଯୋଉ ସତ୍ୟମ ବିଷୟଟିକୁ ଆମେ ପଢୁଥିଲେ। ଏହାର ଦୁଇଟି ଭାଗ ଆମେ ପଢି ସାରିଛେ। ଆଜି ଆମେ ପଢିବା ତୃତୀୟ ଭାଗ। ନାଇଁ, ଏଇ ତୃତୀୟ ଭାଗରେ ଆମେ ପଢିଥିଲେ ଯେ କୃଷ୍ଣକୁ ମୁନି କହିଥିଲେ ଯେ ତୁମେ ଯୋଉ ଯାହା ତାହାକିରେ କିଛି ମିଛ କହୁଛ ସେଟାକୁ ଟିକେ କୁହ। କୃଷ୍ଣ କହିଲେ ଯେ ଲୋକମାନେ ଦେଖ ଦେଖ ଏଇ ପୁଷ୍କରିଣୀରେ କେମିତି ଗୋଟେ ବଡ ମାଛ ଖେଳୁଛି। ତାପରେ ମୁନି କହିଲେ ତାହେଲେ କାଲି ସକାଳେ ତମେ ସବୁ ଗାଁର ଲୋକମାନଙ୍କୁ ଏହା କହିବ। କିନ୍ତୁ କୃଷ୍ଣ କିଛି ମାତ୍ରାରେ କଣ ହେଇଥିଲା, ଅମଙ୍ଗ ହେଇଥିଲା, କହିବନି ବୋଲି, କାରଣ ଲୋକଙ୍କୁ ତ ମାଡ ଖାଇଥିଲା ନା ସେ ଆଗରୁ, ସେଥିପାଇଁ। ତାହେଲେ ତାପରେ ଆମେ ଦେଖିବା କୃଷ୍ଣ କଣ କହିଲା। କହିଲା ନାହିଁ ତେ ମାମ ତାଡଇଛନ୍ତି, ସେମାନେ ମତେ କଣ କରିବେ, ବାଡେଇବେ। ମୁନି କହିଲେ ଅରେ ନାହିଁ, ମୁନି କହିଲେ ଆରେ ନା ନା, ଅନନ୍ତରମ ମାମେବ ସାକ୍ଷିଣମ କରିଷ୍ୟସି। ମୁନି କହିଲେ ନା, ସେମାନେ ଯଦି ବାଡେଇବେ ତାହେଲେ କଣ କରିବ, ମୋତେ ହିଁ ସାକ୍ଷୀ କରିବ। ମାମେବମ, ମାମ ଯୁକ୍ତ ଏବଂ ମାମେବମ, ହେଲା। ତାହେଲେ ମୋତେ ସାକ୍ଷୀ କରିବ, ମାନେ କହିବ ଯେ ମୁନି ସେତେବେଳେ ମୋ ସହିତ ଥିଲେ। ଅପର ପ୍ରଭାତେ, ବୁଝିପାରିଲ, ଅପାର ପ୍ରଭାତେ, ତା ପରଦିନ ସକାଳେ। ତାହେଲେ କାଳାଧିକରଣେ ସପ୍ତମୀ। କୃଷ୍ଣ କର୍ତ୍ତରୀ ପ୍ରଥମା, କୃଷ୍ଣ ଗ୍ରାମସ୍ୟ ପ୍ରତିଭାଗମ ଜନାନ, ଗାଁର ପ୍ରତ୍ୟେକ ଭାଗରୁ, ପ୍ରତ୍ୟେକ ଜାଗାରୁ, ଜନାନ ଲୋକମାନଙ୍କୁ, ପିଲାମାନେ ଜନାନ ହେଲା କର୍ମଣୀ ଦ୍ୱିତୀୟା। ଅବଦତ କହିଲା, ଯାଇକି ଗୋଟି ଗୋଟିକି ସବୁ ଲୋକଙ୍କୁ କହିଲା। ପୁଷ୍କରିଣୀମ, ପୁଷ୍କରିଣୀରେ ସ୍ଥାନାଧିକରଣେ ସପ୍ତମୀ। ଏକଃ ମହାନ ମତ୍ସ୍ୟ ମୟା ଦୃଷ୍ଟ। ପିଲାମାନେ ମୁଁ ଏଠି ସନ୍ଧି କରିଦେଲି, ସନ୍ଧି ବିଚ୍ଛେଦ କରିଦେଲି। ଏକଃ ଯୁକ୍ତ ମହାନ ଯୁକ୍ତ ମତ୍ସ୍ୟ ମୟା, ହେଲା। ତାହେଲେ ଗୋଟିଏ ବଡ ମାଛ ମୟା ଦୃଷ୍ଟ, ମୋ ଦ୍ଵାରା ଦେଖାଗଲା। ମାନେ ଆମେ କର୍ତ୍ତୃବାଚରେ କହିଲେ କହିବା ମୁଁ ଦେଖିଲି, ମାନେ କିଏ ଦେଖିଲା, କୃଷ୍ଣ। ଏଠି ମୟା ହେଲା ଅନୁକ୍ତ କର୍ତ୍ତରୀ ତୃତୀୟା। କେଚନ ଅବଦନ, କେତେ ଜଣ କହିଲେ। ଅରେ ତ୍ୱମ ମିଥ୍ୟାବାଦୀ, ମିଥ୍ୟାବାଦୀ ଆଗରୁ ସମାସ ହେଇସାରିଛି। ମିଥ୍ୟାମ ବଦତି ଜହ ସହ ଉପବଦ ତତ୍ପୁରୁଷ ସମାସ। ତାହେଲେ କହିଲେ ଆରେ ତୁ ମିଥ୍ୟାବାଦୀ, ତ୍ୱମ ହେଲା କର୍ତ୍ତରୀ ପ୍ରଥମା। ତବ ବଚନେ କୋ ବିଶ୍ୱାସ, ତବ ବଚନେ, ତବ ହେଲା ଶେଷ ଷଷ୍ଠୀ, ତୁମ କଥାରେ କି ବିଶ୍ୱାସ। ତତ୍କ୍ଷଣମ କୃଷ୍ଣ ଉକ୍ତବାନ, ତତ୍କ୍ଷଣମ ସେଇ ସମୟରେ କୃଷ୍ଣ ଉକ୍ତବାନ, କୃଷ୍ଣ କହିଲା। ଉକ୍ତବାନ ହେଲା ବଚ ଯୁକ୍ତ ତବତୁ। ତଦାନୀ, ତଦାନୀ ମାନେ ସେତେବେଳେ, ଇଦାନୀ ମାନେ ବର୍ତ୍ତମାନ, ତଦାନୀ ମାନେ କଣ, ସେତେବେଳେ। ମୟା ସହ ମୁନି ହିଁ ଆସିତ୍, ମୁନି କୃଷ୍ଣଙ୍କୁ କହିଥିଲେ ଯେ ତୁ ମତେ କହିବୁ ଲୋକମାନଙ୍କ ଆଗରେ ମୁନି ଥିଲେ ବୋଲି। ତେଣୁ ସେ କହିଲା ମୟା ସହ ମୁନି ହିଁ ଆସିତ୍, ସେତେବେଳେ ମୋ ସହିତ ମୁନି ଥିଲେ। ଏଠି ସହଯୋଗରେ ମୟା ହେଲା ତୃତୀୟା ବିଭକ୍ତି, ମୁନି ହେଲା କର୍ତ୍ତରୀ ପ୍ରଥମା। ତାହେଲେ ସେତେବେଳେ ମୋ ସହିତ ମୁନି ଥିଲେ। ସୋପି ଦୃଷ୍ଟବାନ, ସୋପି ସନ୍ଧି ବିଚ୍ଛେଦ କଲେ ହବ ସହ ଯୁକ୍ତ ଅପି, ସୋପି ଦୃଷ୍ଟବାନ, ଦୃଶ ଯୁକ୍ତ ତବତୁ। ତାହେଲେ କହିଲା ସେତେବେଳେ ମୋ ସହିତ ବି ମୁନି ଥିଲେ, ସେ ବି ଦେଖିଥିଲେ। ଆଗଛ ତତ୍ର ପୁଛ, ହେଲା, ସମସ୍ତଙ୍କୁ ବିଶ୍ୱାସ କରିବା ପାଇଁ ମୁନି ତ କହିଥିଲେ ନା, ସେ ସେଇ କଥା କହିଲା। କହିଲା ଆସ ଆସ ତାଙ୍କୁ ପଚାର। ମୁନି ସାକ୍ଷୀ ରୂପେଣ ସ୍ୱୀକୃତ୍ୟ, ତାପରେ ମୁନିଙ୍କୁ ସାକ୍ଷୀ ରଖି, ସାକ୍ଷୀ ରୂପରେ ସ୍ୱୀକାର କରି, ଗ୍ରାମ୍ୟ ଜନାହା, ଗ୍ରାମ୍ୟ ଜନାହା, ଗ୍ରାମ୍ୟସ୍ୟ ଜନାହା, ଷଷ୍ଠୀ ତତ୍ପୁରୁଷ ସମାସ, ସମାସ ହେଲେ ହବ ଗ୍ରାମ୍ୟସ୍ୟ ଜନାହା। ଅପର ଦିନେ, ତା ପରଦିନେ, କାଳାଧିକରଣେ ସପ୍ତମୀ। ମତ୍ସ୍ୟାନ୍ୱେଷଣମ କୃତବାନ, ମତ୍ସ୍ୟ ଯୁକ୍ତ ଅନ୍ୱେଷଣମ ଯୁକ୍ତ ଅକୁର୍ବନ, ହେଲେ ମାଛ ମାନଙ୍କୁ କଣ କଲେ, ଅନ୍ୱେଷଣ କଲେ, ମାନେ ଖୋଜିଲେ। ଅନ୍ତତଃ ସର୍ବେ ମିଳିତ୍ୱା, ମିଳିତ୍ୱା ମିଳିଯୁକ୍ତତ୍ୱା, ଅନ୍ତତଃ ସମସ୍ତେ ଏକାଠି ହୋଇ ପୁଷ୍କରିଣ୍ୟମ ପ୍ରବିଶ୍ୟନ୍, ପୁଷ୍କରିଣୀରେ ପ୍ରବିଶ୍ୟନ୍ ମାନେ ପ୍ରବେଶ କରି, ପ୍ରଯୁକ୍ତ ଅବିଶନ୍, ପ୍ରବିଶନ୍, ମତ୍ସ୍ୟାନ ମାରୟନ୍, ମାଛ ମାନଙ୍କୁ ମାରିଲେ, ହେଲା। ଆଗରୁ ତ କେହି କିଛି ସେମିତି କରୁନଥିଲେ, ଏବେ ଅନ୍ତତଃ ସମସ୍ତେ ପଶିକିରି ତା ଭିତରେ କଣ କଲେ, ମାଛ ମାନଙ୍କୁ ମାରିଲେ। ତାପରେ କିନ୍ତୁ ମହାମତ୍ସ୍ୟସ୍ୟ ସନ୍ଧାନମ ନ ପ୍ରାପ୍ତବାନ, ପିଲାମାନେ ବୁଝିଲ, କିନ୍ତୁ ମହାନ ମାଛଟିର ସନ୍ଧାନ ନ ପ୍ରାପ୍ତମ, ପାଇଲେ ନାହିଁ। ସକଳମ ଦିବସମ, ପୁରାପୁରି ଦିନଟା ସାରା, ସକଳମ ଦିବସ, ତେ ଅନୁଷ୍ଠିତବନ୍ତଃ,
ସେମାନେ କ'ଣ କରିଥିଲେ? ଅନ୍ୱେଷଣ କଲେ। ସାୟଂ କାଳେ ଅର୍ଥାତ୍ ସନ୍ଧ୍ୟା ସମୟରେ ନିତରାମ ବିରକ୍ତ ଅଭବନ୍। ସନ୍ଧ୍ୟା ସମୟ ହେଲା ବେଳକୁ ସମସ୍ତେ କ'ଣ ହେଇଗଲେ? ପୁରାପୁରି ବିରକ୍ତ ହେଇଗଲେ। ତାପରେ କ'ଣ କଲେ? ତାପରେ ମୁନିମ୍ ଉପଗମ୍ୟ, ମୁନିଙ୍କ ନିକଟକୁ ଯାଇ ହେଲା। ତାପରେ କ'ଣ କଲେ? ସମସ୍ତେ ମୁନିମ୍ ଉପଗମ୍ୟ, ମୁନିଙ୍କ ନିକଟକୁ ଯାଇ ସରସମ୍ ଅବଦନ୍, ସରସମ୍ ସନ୍ଧି ବିଚ୍ଛେଦ କଲେ ହେବ ସରସମ୍ ଯୁକ୍ତ ଅବଦନ୍, ରୋଷର ସହିତ। ସରସମ୍ ଯଦି ବିଭକ୍ତି ନ ହବ କ୍ରିୟା ବିଶେଷଣେ ଦ୍ୱିତୀୟା। ଆଉ ଯଦି ସମାସ କରିବା ହବ ରୋଷେନ ସହ ବର୍ତ୍ତମାନ ସହାର୍ଥେ ବହୁବ୍ରୀହି। ହେଲେ ସମସ୍ତେ ଯାଇ ମୁନିଙ୍କୁ ରାଗରେ କହିଲେ, କିମ୍ ଭବାନ ଅପି ଅସ୍ମାନ୍ ପ୍ରତାରୟତି। କିମ୍ ମାନେ କ'ଣ? ଭବାନ ଅପି ଅର୍ଥାତ୍ ଆପଣ ମଧ୍ୟ, ଭବାନ କହିଲେ ଆପଣ, ଆପଣ ମଧ୍ୟ ଅସ୍ମାନ୍ ମାନେ ଆମମାନଙ୍କୁ ପ୍ରତାରୟତି ଠକୁଛନ୍ତି ହେଲା। ତାହେଲେ ଭବାନ ହେଲା କର୍ତ୍ତରୀ ପ୍ରଥମା, ଅସ୍ମାନ୍ ହେଲା କର୍ମଣୀ ଦ୍ୱିତୀୟା। ମୁନି ହିଁ ଧୀରମ୍ ଅବଦତ୍, ମୁନିଙ୍କର ସ୍ୱଭାବ ତ ଧୀର, ତେଣୁ ଧୀରମ୍ ଯୁକ୍ତ ଅବଦତ୍, ମୁନି ଧୀର ଭାବରେ କହିଲେ, ଅରେ, ଅରେ ମାନେ ଆରେ, ମହାମତ୍ସ୍ୟଃ କିମ୍ ସରଳତୟା ଧର୍ତ୍ତୁମ୍ ଶକ୍ୟେତ। ମହାମତ୍ସ୍ୟଃ ସମାସ କଲେ ହେବ ମହାନ୍ ମତ୍ସ୍ୟଃ, କର୍ମଧାରୟ ସମାସ। ମହାମତ୍ସ୍ୟଟି କ'ଣ ସରଳତୟା ମାନେ ସହଜରେ ଧର୍ତ୍ତୁମ୍ ଶକ୍ୟେତ ଧରା ଯାଇପାରିବ। ଧର୍ତ୍ତୁମ୍ ହେଲା ଧୃଯୁକ୍ତ ତୁମୁନ୍। ତଦର୍ଥମ୍ ଶ୍ରମଃ କरणୀୟଃ, ତଦର୍ଥମ୍ ତତ୍ ଯୁକ୍ତ ଅର୍ଥମ୍ ତଦର୍ଥମ୍ ସେଥିପାଇଁ, ଶ୍ରମଃ କरणୀୟଃ, କरणୀୟ ହେଲା କୃଯୁକ୍ତ ଅନ୍ୟ, ସେଥିପାଇଁ କ'ଣ କରିବାକୁ ପଡ଼ିବ? ଶ୍ରମ କରିବାକୁ ପଡ଼ିବ। ତେଣୁ ସ୍ୱଃ ପ୍ରାତଃ, ସ୍ୱଃ କହିଲେ ଆସନ୍ତାକାଲି, ପ୍ରାତଃ ମାନେ ସକାଳୁ, ବନ୍ଧଛେଦମ୍ କୃତ୍ୱା ବନ୍ଧ କାଟି, କୃତ୍ୱ ହେଲା କୃଯୁକ୍ତ ତ୍ୱା, ଜଳମ୍ ନିଷ୍କାସୟତ ଜଳକୁ କ'ଣ କର? ବାହାର କରିଦିଅ। ତଦନୁ ତତ୍ ଯୁକ୍ତ ଅନୁ ତାହାପରେ, ପଙ୍କୋଦ୍ଧାରମ୍ କୁରୁତ, ପଙ୍କଯୁକ୍ତ ଉଦ୍ଧାରମ୍ ମାନେ ପଙ୍କକୁ ଉଦ୍ଧାର କର ଅର୍ଥାତ୍ ବାହାର କରିଦିଅ। ଆଗ ଜଳ ମାନେ ବନ୍ଧ ଗୋଟେ ଛେଦ କରି ବା ବନ୍ଧ ପକେଇ ଜଳକୁ ଗୋଟେ ପଟକୁ ନିଷ୍କାସନ କର, ତାପରେ ପଙ୍କକୁ କାଢିଦିଅ। ତତଃ ମହାମତ୍ସ୍ୟଃ ମିଳିଷ୍ୟତି ହେଲା। ତତଃ କହିଲେ ତାହାପରେ ମହାମତ୍ସ୍ୟଃ ମିଳିଷ୍ୟତି। ଏ କଥା କିଏ କହିଲେ? ମୁନି କହିଲେ। ତତ୍ ରାତ୍ରୌ ସେଇ ରାତ୍ରିରେ, ଗ୍ରାମ୍ୟଜନାନାଂ ନେତ୍ରେ ନିଦ୍ରା ନାସ୍ତି, ସେଇ ରାତିରେ ଗାଁର ଲୋକମାନଙ୍କ ଆଖିରେ ନିଦ୍ରା ନାସ୍ତି, ନିଦ ଆଉ ନାହିଁ। ନାସ୍ତି ନ ଯୁକ୍ତ ଅସ୍ତି, ନାସ୍ତି ସେଇଦିନ ରାତିରେ ଗାଁର ଲୋକମାନଙ୍କ ଆଖିରେ ଆଉ କ'ଣ ନାହିଁ? ନିଦ ହିଁ ନାହିଁ। ତେଣୁ ସେମାନେ କ'ଣ କରିଛନ୍ତି ନା ପ୍ରାତଃ ଆଗମ୍ୟ, ତେ ପ୍ରାତଃ ଆଗମ୍ୟ, ସେମାନେ ସକାଳୁ ଆସି ପ୍ରଥମ କରି କ'ଣ କଲେ? ତଟବର୍ତ୍ତୀ ବୃକ୍ଷାଣାମ୍ ଛେଦନମ୍ ଅକୁର୍ବନ୍, ତଟବର୍ତ୍ତୀ ବୃକ୍ଷାଣାମ୍ ଅର୍ଥାତ୍ କୂଳରେ ଥିବା ବୃକ୍ଷ ମାନଙ୍କର କ'ଣ କଲେ? ଛେଦନମ୍ ଅକୁର୍ବନ୍, ଛେଦ କରିଦେଲେ ମାନେ କାଟି ପକାଇଲେ। ତଦନୁ ତତ୍ ଯୁକ୍ତ ଅନୁ ତଦନୁ, ତଦନୁ କହିଲେ ତାହାପରେ, ବନ୍ଧଛେଦମ୍ କୃତ୍ୱା, ବନ୍ଧ ଛେଦମ୍ କୃତ୍ୱା ବନ୍ଧ କାଟି, ନାଇଁ ବନ୍ଧ କାଟି କ'ଣ କଲେ? ନା ବନ୍ଧ କାଟି ସାରିକିରି ଜଳମ୍ ଚ ନିଷ୍କାସିତ ବନ୍ତଃ, ଜଳକୁ ବି କ'ଣ କଲେ? ନିଷ୍କାସନ କରିଦେଲେ ହେଲା, ଜଳକୁ ବି ବାହାର କରିଦେଲେ। ଏବଂ ପ୍ରକାରେଣ, ଏହି ପ୍ରକାରରେ, କତେ ଦିନାନି ବ୍ୟତୀତାନି ହେଲା, ଏହିପରି ଭାବରେ କେତେ ଗୁଡିଏ ଦିନ କ'ଣ ହେଲା? ବ୍ୟତୀତାନି କଟିଗଲା। ତତଃ ପଙ୍କୋଦ୍ଧାରମ୍ କୃତ୍ୱା, ତତଃ କହିଲେ ତାହାପରେ, ପଙ୍କୋଦ୍ଧାରମ୍ କୃତ୍ୱା ପଙ୍କ କାଢି ସାରି, କୃତ୍ୱ କହିଲେ କରି, ପୁଷ୍କରିଣୀମ୍ ଗଭୀରୀମ୍ କୃତବନ୍ତଃ, କୃଯୁକ୍ତ ତବତୁ କୃତବନ୍ତଃ, ପୁଷ୍କରିଣୀ କି କ'ଣ କଲେ? ଗଭୀର କରିଦେଲେ, ନାଇଁ ଖାଲୁଆ କରିଦେଲେ। ପଙ୍କମ୍ ଚ ଆନୀୟ, ସେଇ ଯୋଉ ପଙ୍କ ଗୁଡିକ ଥିଲା, ପଙ୍କମ୍ ଚ ଆନୀୟ ଆଣି, ଆନୀୟ ପ୍ରକୃତି ପ୍ରତ୍ୟୟ ହେଲା ଆ ଯୁକ୍ତ ନି ଯୁକ୍ତ ଲ୍ୟମ୍, ତାହେଲେ ପଙ୍କ ଗୁଡିକୁ ଆଣି ଶସ୍ୟ କ୍ଷେତ୍ରେଷୁ ପ୍ରସାରିତବନ୍ତଃ, ଶସ୍ୟ କ୍ଷେତ୍ରେଷୁ ସ୍ଥାନାଧିକରଣ ସପ୍ତମୀ, ଶସ୍ୟ କ୍ଷେତ୍ର ଗୁଡିକରେ ପ୍ରସାରିତବନ୍ତଃ ଅର୍ଥାତ୍ ବିଛାଇ ଦେଲେ। ଇଥମ୍ ନିଦାଘ କାଳଃ ଉପଗତଃ, ଇଥମ୍ ଏହାପରେ, ନିଦାଘ କାଳଃ ଅର୍ଥାତ୍ ବର୍ଷା ସମୟ, ଉପଗତଃ ଆସିଗଲା ହେଲା। ଏହିପରି ସେମାନେ କାର୍ଯ୍ୟ କରୁ କରୁ ବର୍ଷା ସମୟ ଆସିଗଲା। ସହସା ବୃଷ୍ଟିର୍ ଅଭବତ୍, ବୃଷ୍ଟି ହିଁ ଯୁକ୍ତ ଅଭବତ୍,
ବୃଷ୍ଟିରଭବତ୍। ସହସା କହିଲେ ହଠାତ୍ ବୃଷ୍ଟି ହିଁ ଯୁକ୍ତ ଅଭବତ୍। ବର୍ଷା ହେଲା। ପୁଷ୍କରିଣୀମ୍ ଜଳପୂର୍ଣ୍ଣମ୍ ସଞ୍ଜାତା। ପୁଷ୍କରିଣୀଟି ଜଳରେ ପୂର୍ଣ୍ଣ। ଜଳେନ ପୂର୍ଣ୍ଣମ୍, ପୂର୍ଣ୍ଣା ତୃତୀୟା ତତ୍ପୁରୁଷ ସମାସ। ସଞ୍ଜାତା ହୋଇଗଲା। ହେଲା, ପୁଷ୍କରିଣୀଟି ଜଳ ଦ୍ୱାରା ପୂର୍ଣ୍ଣ ହେଇଗଲା। ନିର୍ମଳମ୍ ଜଳମ୍ ଦୃଷ୍ଟ୍ୱା। ସେଇ ପରିଷ୍କାର ପାଣିକୁ ଦେଖି, ଦୃଷ୍ଟ ହେଲା ଦୃଶ୍ଯୁକ୍ତତ୍ୱା, ସର୍ବେ ପ୍ରସନ୍ନାଃ ଅଭବନ୍। ସର୍ବେ କହିଲେ ସମସ୍ତେ, ପ୍ରସନ୍ନାଃ ଅଭବନ୍। ପ୍ରଯୁକ୍ତ ସଦ୍ ଯୁକ୍ତ କ୍ତ, ପ୍ରସନ୍ନାଃ ଅଭବନ୍ ହେଲେ। ତଟାନାମ୍ ପରିଷ୍କରଣେନ, ତଟ ଗୁଡ଼ିକୁ ବା କୂଳ ଗୁଡ଼ିକୁ ପରିଷ୍କାର କରିଦେଇଥିବା ହେତୁରୁ, ସର୍ବେ ସର୍ବତ୍ର ସବୁଆଡେ, ସୌବିଧ୍ୟମ୍ ଅନୁଭୂତମ୍। ସବୁଆଡୁ ସେମାନେ କଣ ପାଇଲେ? ସୌବିଧ୍ୟମ୍ ଯୁକ୍ତ ଅନୁଭୂତମ୍। ସବୁଆଡୁ ସୁବିଧା ପାଇଲେ, ମାନେ ସବୁଆଡକୁ ଯିବାକୁ ତାଙ୍କୁ ସୁବିଧା ହେଲା। ସବୁ ପଟେ ପୁଷ୍କରିଣୀ ଭିତରକୁ ଯିବାକୁ ସୁବିଧା ହେଲା। ଏବଂ ଅବଲୋକ୍ୟ, ଏବଂ କହିଲେ ଏହିପରି ଅବଲୋକ୍ୟ ମାନେ ଦେଖି, ଅବଯୁକ୍ତ ଲୋକ ଯୁକ୍ତ ଲ୍ୟ, କେଚନ ଗ୍ରାମ୍ୟ ମୁଖାଃ ଅବଦନ୍। କେତେଜଣ ଗାଁର ମୁଖିଆ ଲୋକ ହେଲା ଅବଦନ୍ କହିଲେ। ହେଲେ ଦେଖିଲେ ଯେମିତି ସବୁଆଡୁ ପରିଷ୍କାର ହେଇଯାଉଛି, ଚାରିଆଡକୁ ପୁଷ୍କରିଣୀ ଯିବାକୁ ସୁବିଧା ହଉଛି, ସମସ୍ତେ ବହୁତ ଖୁସି ହେଲେ। ତେଣୁ କେତେଜଣ ଗ୍ରାମ୍ୟର ମୁଖ୍ୟ କହିଲେ, ଇତଃ ପରମ୍, ଏହା ପରେ, ଯଦି କଶ୍ଚିତ୍, ଅର୍ଥାତ୍ ଯଦି କେହି, କହ ଯୁକ୍ତ ଚିତ୍, ଜଳମ୍ ଦୂଷୟିଷ୍ୟତି, ଜଳକୁ କଣ କରିବ? ଦୂଷିତ କରିବ। ସହ ଦଣ୍ଡନୀୟ ଭବିଷ୍ୟତି, ସେ କଣ ହବ? ଦଣ୍ଡନୀୟ ହବ, ଅର୍ଥାତ୍ ଦଣ୍ଡ ପାଇବ। ହେଲା, ତେଣୁ ଆଜିଠାରୁ ସମସ୍ତେ ପୁଷ୍କରିଣୀକୁ ପରିଷ୍କାର କରି ରଖିବା। ହେଲା, ଏହିପରି ଭାବରେ ପୁଷ୍କରିଣୀଟି ପରିଷ୍କାର ହେଲା। ଏକଦା ମୁନିଃ କୃଷ୍ଣମ୍ ଦୃଷ୍ଟ୍ୱା ଆକାରିତବାନ୍। ଏକଦା ଅର୍ଥାତ୍ ଥରେ, ମୁନି କର୍ତ୍ତରୀ ପ୍ରଥମା, କୃଷ୍ଣମ୍ ଦୃଷ୍ଟ୍ୱା, କୃଷ୍ଣଙ୍କୁ ଦେଖି, କୃଷ୍ଣମ୍ ହେଲା କର୍ମଣୀ ଦ୍ୱିତୀୟା, ଦୃଷ୍ଟ୍ୱା ହେଲା ଦୃଶ୍ଯୁକ୍ତତ୍ୱା, ଆକାରିତବାନ୍ ଡାକିଲେ। ହେଲା, କୃଷ୍ଣଙ୍କୁ ଡାକିଲେ। ତମ୍ ଆଶ୍ରମମ୍ ଆନୀୟ, ତମ୍ କହିଲେ ତାକୁ, ଆଶ୍ରମମ୍ ଆନୀୟ ଅପୃଚ୍ଛତ୍, ଆଶ୍ରମକୁ ଆଣି ପଚାରିଲେ। ଅରେ କୃଷ୍ଣ, ହେଲା, ସତ୍ୟମ୍ କିମ୍ ଜ୍ଞାତ ବା, ହେଲେ ଆରେ କୃଷ୍ଣ, ସତ୍ୟ କଣ ଜାଣିଲ? ହେଲା, ନ ଜ୍ଞାତମ୍, ସିଏ ଏପର୍ଯ୍ୟନ୍ତ ବି ଜାଣି ପାରିଲାନି। କହିଲା ନ ଜ୍ଞାତମ୍, ଅର୍ଥାତ୍ ମୁଁ ଜାଣିପାରିଲି ନାହିଁ। ତାପରେ ମୁନି କହିଲେ, ଅରେ ମାନେ ଆରେ, ସତ୍ୟ କଥନେନ କେବଳମ୍ ସତ୍ୟମ୍ ନ ଭବତି। ଖାଲି ସତ କହିଦେଲେ, ସତ୍ୟ କଥନେନ କେବଳମ୍ ସତ୍ୟମ୍ ନ ଭବତି, ଖାଲି ସତ କହିବା ଦ୍ୱାରା କେବଳ ସତ୍ୟ ହୋଇଯାଏ ନାହିଁ। ଯତ୍ କଲ୍ୟାଣକରମ୍, ଅର୍ଥାତ୍ କଣ? ଯାହା ଆମ ପାଇଁ କଲ୍ୟାଣକର, କଲ୍ୟାଣମ୍ କରୋତି ଯଃ, ଉପପଦ ତତ୍ପୁରୁଷ ସମାସ ନେଇ, ଯାହା ଆମ ପାଇଁ କଲ୍ୟାଣକର ବଚନମ୍ ତଦପି ସତ୍ୟମ୍। ହେଲା, ଆମ ପାଇଁ ଯୋଉଟା କଲ୍ୟାଣକର ବଚନ, ତାହା ବି କଣ? ସତ। ପିତାମହୀ ପୁଲ୍ଲମଜ୍ଜମ୍ ଅବଧୟତ୍। ତାପରେ ଗପ ତ ସରିଗଲା। ଏବେ ପିତାମହୀ ପୁଲ୍ଲମଜ୍ଜାକୁ ଅବଧୟତ୍, ବୁଝାଇ ଦେଲେ। ତାପରେ ଆମେ ଏଇ ଯୋଉ ଶ୍ଲୋକଟି ଅଛି, ଆର ପିରିୟଡରେ ପଢିବା। ହେଲେ ଆଜି ପାଇଁ, ଏବଂ ଅଭ୍ୟାସ ବି କରିବା। ହେଲେ ଆଜି ପାଇଁ ଏଇଠି ରଖିବା। ହେଲା, ପରବର୍ତ୍ତୀ ଚତୁର୍ଥ ଭାଗରେ ଆମେ ଏଇ ଶ୍ଲୋକଟି ସହିତ ଆମେ କଣ କରିବା? ଅଭ୍ୟାସ କରିବା। ତାହେଲେ ଏବେ ଏଇଠି ରୁହ।